ସ୍ଥାନୀୟ ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିବା ବୋମାମାଡ଼ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ମୋଟ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗତ 10 ଫେବ୍ରୁଆରୀ 2024 ରାତି ପ୍ରାୟ 10ଟା ସମୟରେ ଗଡ଼ାଗଡ଼ା ସାହି ବିର୍ଲା ଛକ ଅଞ୍ଚଳରେ ଶିବୁନା ପଲେଇ ନିଜ ହୋଟେଲ ସ୍ୱପ୍ନା ଇନ୍ ସମ୍ମୁଖରେ ଥିବାବେଳେ ଦୁଇ ଅଜଣା ବ୍ୟକ୍ତି ସ୍କୁଟିରେ ଆସି ତାଙ୍କ ଉପରେ ଓ ସହଚରମାନଙ୍କ ଉପରେ 3ଟି ବୋମା ଫିଙ୍ଗିଥିଲେ। ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କାଳରେ ବିଶାଲ ପାତ୍ର ଓରଫ ଓମ୍ ପାତ୍ର ଓରଫ ବିଷ୍ଣୁ ପାତ୍ର ଏବଂ ତାଙ୍କ ସହଯୋଗୀମାନେ ପୂର୍ବ ଯୋଜନା କରି ବୋମାମାଡ଼ କରିଥିବା ସ୍ପଷ୍ଟ ହୋଇଥିଲା। ବଳିଆପଣ୍ଡା ଥାନା ପୁଲିସ ତତ୍କ୍ଷଣାତ ଅଭିଯାନ ଚଳାଇ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶାଲ ପାତ୍ର ଓରଫ ଓମ୍ ପାତ୍ର ବୟସ 22 ବର୍ଷ, ପିଣ୍ଟୁ ଓରଫ ସମୀର ସାମନ୍ତରାୟ ବୟସ 33 ବର୍ଷ, ଟେମା ଓରଫ ସଞ୍ଜୟ ସରକାର ବୟସ 24 ବର୍ଷ ଓ ପ୍ରିୟବ୍ରତ ଜେନା ବୟସ 29 ବର୍ଷ। ସମସ୍ତଙ୍କୁ ଗିରଫ କରି ମାନ୍ୟବର ଅଦାଲତରେ ହାଜର କରାଯାଇଛି। ଘଟଣା ସହ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଖୋଜି ଜାରି ରହିଥିବା ବଳିଆପଣ୍ଡା ଥାନା ପକ୍ଷରୁ ସୂଚନା ମିଳିଛି। ପୁଲିସ ପକ୍ଷରୁ ଏହି ମାମଲାରେ ହତ୍ୟା ଚେଷ୍ଟା, ଅସ୍ତ୍ର ଆଇନ ଓ ବିସ୍ଫୋରକ ଆଇନ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଆମର ଲାଇଟ୍ ହାଉସ୍ ପାଖରେ ହୋଟେଲ ସ୍ୱପ୍ନା କହି ଗୋଟେ ହୋଟେଲ ଥିଲା ସ୍ୱପ୍ନା ଇନ୍, ଯେଉଁଠିକି ରାତିରେ 2 ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ହୋଟେଲ ଉପରକୁ ଆଉ ହୋଟେଲ ଯେଉଁ ମାଲିକ ଯେ କମ୍ପ୍ଲେନ୍ ଥିଲେ ଶିବୁନା ପଲେଇ ତାଙ୍କ ଉପରକୁ ବମ୍ ପକାଇଥିଲେ ଜୀବନ ମାରିଦେବାର ଉଦ୍ଦେଶ୍ୟରେ। ସେ କନେକ୍ସନରେ ଆମର ବଳିଆପଣ୍ଡାରେ ଏକ କେସ୍ ରୁଜୁ କରାଯାଇଥିଲା। ସେଇ କେସ୍ର ତଦନ୍ତରେ ଯେଉଁମାନେ ବମ୍ ପକାଇଥିଲେ ଏବଂ ଯେଉଁମାନେ ଏସବୁ ଜିନିଷରେ ସହଯୋଗ କରୁଥିଲେ, କନସ୍ପିରେସି କରିଥିଲେ, ସେ ସମ୍ବନ୍ଧରେ ଆମେ 4 ଜଣଙ୍କୁ ଆରେଷ୍ଟ କରିକି କୋର୍ଟ ଫରୱାର୍ଡ଼ କରିଛୁ। ସେଥିରେ ମୁଖ୍ୟତଃ ବିଶାଲ ପାତ୍ର ଓରଫ ଓମ୍ ପାତ୍ର ଓରଫ ବିଷ୍ଣୁ ପାତ୍ର ଯିଏ ବି ବମ୍ ପକାଇଥିଲେ ସେ ଏଥିରେ ଗିରଫ ହୋଇଛନ୍ତି। ତାଙ୍କ ସହିତ ପିଣ୍ଟୁ ଆଲିଆସ୍ ସମୀର ସାମନ୍ତରାୟ, ଟେମା ଆଲିଆସ୍ ସଞ୍ଜୟ ସରକାର ଆଉ ପ୍ରିୟବ୍ରତ ଜେନା ଏମାନେ ଗିରଫ ହୋଇକିନା କୋର୍ଟ ଚାଲାଣ ହୋଇଛନ୍ତି। ଆକୁ ଛାଡ଼ିକିନା ଯେଉଁମାନେ ଅନ୍ୟମାନେ ଏ କେସ୍ରେ ଇନଭଲ୍ଭ ଅଛନ୍ତି ପୁଲିସ ସେମାନଙ୍କୁ ସମସ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରିବ। ତାଙ୍କ ଭିତରେ ଯାହା ତଦନ୍ତରୁ ଜଣାପଡ଼ିଛି ତାଙ୍କ ଭିତରେ ଶତ୍ରୁତା ରହିଛି, ଯେଉଁ ଶତ୍ରୁତାକୁ ଆଖି ଆଗରେ ରଖି ସେମାନେ ଜୀବନ ମାରିଦେବା ଉଦ୍ଦେଶ୍ୟରେ ବମ୍ ପକାଇଥିଲେ। ତାଙ୍କର ହୋଟେଲ ବିଜନେସ୍ର ଶତ୍ରୁତା ରହିଛି, ବ୍ୟବସାୟ ଜନିତ ଶତ୍ରୁତା ରହିଛି। ସେମାନେ ବୋମା ଯେଉଁଠୁ ଆଣିଛନ୍ତି ସେମାନେ ଆମେ ଖବର ପାଉଛୁ ଯେ ଡେଲାଙ୍ଗ ଏରିଆରୁ ଆଣିଛନ୍ତି ବୋଲି। ଆମେ ସେ ସମ୍ବନ୍ଧରେ ଯିଏ ବୋମା ଜଗେଇଛନ୍ତି ତାଙ୍କୁ ମଧ୍ୟ ଏଥିରେ ଗିରଫ କରି କୋର୍ଟ ଚାଲାଣ କରାଯିବ। ନିଶ୍ଚିତ ଯେଉଁ ଆମର ବିଷ୍ଣୁ ପାତ୍ର ନାଁରେ ଆଗରୁ 3ଟି କେସ୍ ରେଜିଷ୍ଟ୍ରେସନ୍ ଅଛି, ସେଭଳି ଅନ୍ୟ ଅଭିଯୁକ୍ତମାନଙ୍କ ନାଁରେ ମଧ୍ୟ କେସ୍ ଟୋଟାଲ୍ ଏଥିରେ 4 ଜଣ ଫରୱାର୍ଡ଼ ହୋଇଛନ୍ତି। ତାକୁ ଛାଡ଼ି ଅନ୍ୟମାନେ ଅଛନ୍ତି ଯେଉଁମାନେ ଖୁବ୍ ଶୀଘ୍ର ଗିରଫ ହେବେ। ତାଙ୍କର ମୁଖ୍ୟ ଅଭିଯୁକ୍ତ ଯେଉଁ ଅଛନ୍ତି ଯେ ବୋମା ପକାଇଥିଲେ ତାଙ୍କର ଯେଉଁ ଆସୋସିଏଟ୍ ସବୁ ରହିଛନ୍ତି ସେ ଆସୋସିଏଟ୍ସ ମାନଙ୍କର କମ୍ପ୍ଲେନ୍ ସହିତ ରହିଛି। ଆଉ ତାକୁ ଛାଡ଼ିକି ମଧ୍ୟ ଆମର ଯେମିତିକି ମୁଁ କହିଛି ଯେଉଁ ଅପରେସନ୍ ଚକ୍ରରେ ମଧ୍ୟ ଆମେ ଯେଉଁ ଚାଲିଛି ବର୍ତ୍ତମାନ ସେଥିରେ ଟାଉନ୍ ପିଏସ୍ରେ ଆମର ଗତକାଲି ସେମିତି ଗୋଟେ ପ୍ରିପାରେସନ୍ ଫର୍ ଡକାୟତିର କେସ୍ ରେଜିଷ୍ଟ୍ରେସନ୍ କରାଯାଇଛି। ଡକାୟତ କରିକି ଯୋଜନା କରିବାକୁ ଉଦ୍ୟମ କରୁଥିଲେ, ସେଥିରେ 2 ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଯେଉଁମାନେ ଫେରାର ଅଛନ୍ତି ସେମାନେ ମଧ୍ୟ ଖୁବ୍ ଶୀଘ୍ର ଗିରଫ ହୋଇ କୋର୍ଟ ଚାଲାଣ ହେବେ। ସେଭଳି କୁମ୍ଭାରପଡ଼ାରେ ମଧ୍ୟ ଡକାୟତି ଯୋଜନା କରିବାକୁ ଯେଉଁମାନେ ଉଦ୍ୟମ କରୁଥିଲେ ସେମାନଙ୍କ ନାଁରେ ମଧ୍ୟ ଗୋଟେ କେସ୍ ରେଜିଷ୍ଟ୍ରେସନ୍, ସେଥିରେ 6 ଜଣ ଅଭିଯୁକ୍ତ ଗିରଫ କରାଇ ଆଜି କୋର୍ଟ ଚାଲାଣ କରାଯାଇଛି।